ମୋ ସ୍ୱାମୀ ମୋର ବହୁତ ଯତ୍ନ ନେଉଥିଲେ, ମୋ ପାଇଁ ଦାମୀ ଦାମୀ ଜିନିଷ ଆଣୁଥିଲେ, ଯଦିଓ ତାଙ୍କର ସେତିକି ସାମର୍ଥ୍ୟ ନଥିଲା। ମୁଁ ଆଶ୍ଚର୍ଯ୍ୟ ହେଉଥିଲି ଯେ ସେ ଏତେ ସବୁ କେଉଁଠାରୁ ଆଣୁଛନ୍ତି, କିନ୍ତୁ ସେ ଗୋଟିଏ କାମ ବହୁତ ଅଜବ କରୁଥିଲେ। ସେ ମୋତେ ବହୁତ ଖୁସି କରୁଥିଲେ, ମୋ ପାଇଁ ମୋର ପସନ୍ଦର ଜିନିଷ ଏବଂ ଖାଦ୍ୟ ଆଣୁଥିଲେ, କିନ୍ତୁ ରାତି ହେଲେ ନିଜେ ଯାଇ ଅନ୍ୟ କୋଠରୀରେ ଶୋଇଯାଉଥିଲେ। ମୁଁ ଚିନ୍ତା କରୁଥିଲି ଯେ ଯଦି ସେ ମୋର ଏତେ ଯତ୍ନ ନେଉଛନ୍ତି, ମୋ ପାଇଁ ଏତେ ଭଲ ଜିନିଷ ଆଣୁଛନ୍ତି, ତେବେ ତାଙ୍କର ମୋ ପ୍ରତି ଆଗ୍ରହ କାହିଁକି ନାହିଁ? ସେ ମୋ ପାଖରେ କାହିଁକି ବସୁନାହାନ୍ତି, ମୋ କଥା କାହିଁକି ଶୁଣୁନାହାନ୍ତି, ମୋ ସହିତ ତାଙ୍କର ବ୍ୟବହାର ସ୍ୱାଭାବିକ କାହିଁକି ନୁହେଁ? ମୁଁ ଗୋଟିଏ ରାତି ପୂର୍ବରୁ ଅନ୍ୟ କୋଠରୀରେ ଲୁଚି ରହିଲି, ଯାହାଫଳରେ ଯେତେବେଳେ ସେ ଏଠାକୁ ଆସିବେ, ମୁଁ ଜାଣିପାରିବି ଯେ ଶେଷରେ ସେ ଏହି କୋଠରୀକୁ କାହିଁକି ଆସନ୍ତି, ମୋ ପାଖରେ କାହିଁକି ବସନ୍ତି ନାହିଁ। ସେତେବେଳେ ମୁଁ ମୋ ସ୍ୱାମୀଙ୍କୁ ଏପରି କାମ କରୁଥିବାର ଦେଖିଲି ଯେ ମୁଁ ନିଜ କାନରେ ହାତ ଦେଲି। ମୋ ନାମ ନିଶା, ମୁଁ ବହୁତ ସୁନ୍ଦର ଥିଲି। ମୋ ଭାଉଜ ମୋ ସୌନ୍ଦର୍ଯ୍ୟକୁ ଘୃଣା କରୁଥିଲେ। ସେ କହୁଥିଲେ, ତୋର ରୂପ ତ ଦିନେ ମାଟିରେ ମିଶିଯିବ। ମୁଁ କହୁଥିଲି, ଭାଉଜ, ଭଗବାନଙ୍କୁ ଡର, ମୁଁ ତୁମର କ'ଣ କ୍ଷତି କରିଛି? ମୋ ମା ଜୀବିତ ଥିଲେ, ମୋ ବାପା ଏ ଦୁନିଆରେ ନଥିଲେ, କିନ୍ତୁ ଯେପର୍ଯ୍ୟନ୍ତ ମୋ ମା ଥିଲେ ସେପର୍ଯ୍ୟନ୍ତ ସେହି ଘରେ ମୋର କଥା ଚଳୁଥିଲା। ମୋ ଭାଇ ମଧ୍ୟ ମୋତେ ଘୃଣା କରୁଥିଲେ। ସେ କହୁଥିଲେ, ତୁମେ ମୋ ସ୍ତ୍ରୀ ସହିତ ପ୍ରତିଯୋଗିତା କର ନାହିଁ। ମୁଁ ବି ଟିକିଏ ଗର୍ବିତ ଥିଲି କାରଣ ମୁଁ କୌଣସି ଭୁଲ କଥା ସହ୍ୟ କରୁନଥିଲି। ଯଦି ସେ ମୋ ମାଙ୍କୁ ଠିକ୍ ସମୟରେ ଖାଦ୍ୟ ଦେଉନାହାନ୍ତି କିମ୍ବା ବାସି ଖାଦ୍ୟ ଦେଉଛନ୍ତି, ତେବେ ମୋତେ ରାଗ ଲାଗୁଥିଲା। ଦିନେ ତ ସେ ମୋ ମାଙ୍କ ଆଗରେ ଖରାପ ଖାଦ୍ୟ ରଖିଦେଲେ, ଯେତେବେଳେ କି ମୋ ମା ପୂର୍ବରୁ ହିଁ ମଧୁମେହ ରୋଗୀ ଥିଲେ। ମୁଁ କହିଲି, ତାଙ୍କ ଦେହ ତ ପୂର୍ବରୁ ଖରାପ ଅଛି। ଯଦି ତୁମେ ନୂଆ ଖାଦ୍ୟ ତିଆରି କରିପାରିଲ ନାହିଁ, ତେବେ କହିଲ ନାହିଁ କାହିଁକି? ବାସି ଖାଦ୍ୟ ଦେଇ ମୋ ମାଙ୍କୁ ମାରିବାକୁ ଚାହୁଁଛ କି? ଏହି କଥାକୁ ନେଇ ଏପରି ଝଗଡ଼ା ହେଲା ଯେ ଆମ ଦୁଇ ନଣନ୍ଦ ଭାଉଜଙ୍କ ମଧ୍ୟରେ ମାରପିଟ ମଧ୍ୟ ହେଲା। ମୋ ଭାଇ ତ ନିଜ ସ୍ତ୍ରୀର ସାଥ ଦେଲେ ଏବଂ ମୋତେ କହିଲେ ଯେ ତତେ ତ ମୁଁ ଦିନେ ସିଧା କରିବି ଯେ ତୁ ପୁରା ତୀର ପରି ସିଧା ହୋଇଯିବୁ। ତୋ ଛୋଟ, ତୋର କାମ କ'ଣ ବଡ଼ ଭାଉଜଙ୍କୁ ଏପରି କଥା କହିବା? ମୁଁ କହିଲି, କଥା ଛୋଟ ବଡ଼ର ନୁହେଁ। ଯଦି କିଛି ଭୁଲ କରିବେ ତେବେ ମୁଁ ନିଶ୍ଚୟ କହିବି। ସେହି ରାତିରେ ମୋ ମାଙ୍କ ଦେହ ଖରାପ ହୋଇଗଲା। ଏତେ ଖରାପ ହେଲା ଯେ ସେ ଡାକ୍ତରଖାନାରେ ପହଞ୍ଚିଲେ ଏବଂ 4 ଦିନ ପର୍ଯ୍ୟନ୍ତ ରୋଗ ସହ ଲଢ଼ିବା ପରେ ସେ ଏହି ଦୁନିଆରୁ ଚାଲିଗଲେ। ମୁଁ ବହୁତ ଦୁଃଖିତ ହେଲି। ଟିକେ ବହୁତ ସମ୍ପର୍କୀୟ ଥିଲେ, କିନ୍ତୁ ସେମାନେ ସମସ୍ତେ ମୋ ମାଙ୍କ ଶାଶୁଘର ଲୋକ ଥିଲେ, ତେଣୁ ସେମାନଙ୍କୁ କିଛି ବିଶେଷ ଦୁଃଖ ହେଲା ନାହିଁ। ସେମାନେ କେବଳ ଟିକେ ଅଫସୋସ କଲେ ଏବଂ ଚାଲିଗଲେ। ଏବେ ଘରେ କେବଳ ମୋ ଭାଇ ଏବଂ ମୁଁ ଥିଲୁ। ଗୋଟିଏ ରାତିରେ ଭାଇ କୋଠରୀକୁ ଆସି କହିଲେ ଯେ ମା ଏ ଦୁନିଆରେ ନାହାନ୍ତି। ମୋତେ ଲାଗିଲା ସେ କହିବେ ଯେ କିଛି କଥା ନାହିଁ, ମୁଁ ଅଛି, କୌଣସି ଜିନିଷର ଆବଶ୍ୟକତା ହେଲେ ମୋତେ କହିବୁ। ସେ କହିଲେ ଯେ ଆଗାମୀ ରବିବାର ଦିନ ତୁମର ବାହାଘର। ଯେତେବେଳେ ସେ ଏପରି କଥା କହିଲେ, ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୁଁ ପଚାରିଲି, କ'ଣ? ସେ କହିଲେ, ହଁ, ମୁଁ ତୁମର ବାହାଘର କରୁଛି। ତୁମ ନିଜ ଘରକୁ ଚାଲିଗଲେ ଭଲ ହେବ। ମୋର ଏତେ ସାହସ ନଥିଲା ଯେ ମୁଁ ପଚାରିବି ଯେ ମୋ ବାହାଘର କାହା ସହିତ କରୁଛନ୍ତି, କିନ୍ତୁ ଏତେ ଶୀଘ୍ର ବାହାଘର? ସେ କହିଲେ, କେବଳ ବାହାଘରର ରୀତିନୀତି, କାରଣ ମା ଏବେ ମରିଛନ୍ତି। ତ ମନରେ ଯଦି କିଛି ଇଚ୍ଛା ଅଛି ତେବେ ତାକୁ ମନରେ ହିଁ ଦବାଇଦେ। ମୁଁ ତୁମ ପାଇଁ ମାସେ ପୂର୍ବରୁ ଢୋଲକି ରଖିପାରିବି ନାହିଁ କିମ୍ବା ତୁମର ବରକୁ ଘୋଡ଼ାରେ ଆଣିପାରିବି ନାହିଁ। ଏତିକି କହି ସେ କୋଠରୀକୁ ଚାଲିଗଲେ। ମୁଁ ତକିଆରେ ମୁଣ୍ଡ ରଖି କାନ୍ଦିବା ଆରମ୍ଭ କଲି, କିନ୍ତୁ ପରେ ମନକୁ ଏହା ଭାବି ଶାନ୍ତ କଲି ଯେ ଚାଲ, ବାହାଘର ତ ଦିନେ ହେବାର ଥିଲା। ଯଦି ହୋଇଯିବ ତେବେ ମୋର ନିଜ ଘରଟିଏ ତ ହେବ, କାହାର ଗୁଲାମୀ ତ କରିବାକୁ ପଡ଼ିବ ନାହିଁ। ଭାଉଜଙ୍କଠାରୁ ତ ମୁକ୍ତି ମିଳିବ, ନହେଲେ ଅନ୍ୟ କୌଣସି ପ୍ରକାରେ ଭାଉଜଙ୍କଠାରୁ ମୁକ୍ତି ମିଳିବ ନାହିଁ। ଏହା ଭାବି ମୁଁ ମଧ୍ୟ ଦିନ ଗୁଡ଼ାଇବାକୁ ଲାଗିଲି। କିନ୍ତୁ ବାହାଘର ଦିନ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲି ଯେ ମୋ ଭାଇ ମୋ ପାଇଁ କିପରି ପ୍ରକାରର ଲୋକ ସହିତ ମୋର ବାହାଘର ଠିକ୍ କରିଥିଲେ। ବୋଧହୁଏ ଏଥିରେ ମଧ୍ୟ ମୋ ଭାଉଜଙ୍କର କୌଣସି ଚାଲ ଥିଲା, କାରଣ ଯେତେବେଳେ ବି ଝଗଡ଼ା ହେଉଥିଲା ମୋ ଭାଉଜ ଶତ୍ରୁ ପାଲଟି ଯାଉଥିଲେ। ମୋତେ ଲାଗୁଥିଲା ଯେ ସେ କୌଣସି ଦିନ ନିଶ୍ଚୟ ମୋଠାରୁ ପ୍ରତିଶୋଧ ନେବେ ଏବଂ ଆଜି ସେ ତାହା ହିଁ କରିଥିଲେ। ସେ ସଫଳ ହୋଇଥିଲେ, କାରଣ ମୋର ବର ଅଜବ ଅବସ୍ଥାରେ ବସିଥିଲା। ତାଙ୍କୁ ଦେଖି କୌଣସି ପିଲା ମଧ୍ୟ ଅନୁମାନ କରିପାରିବ ଯେ ସେ କୌଣସି ସ୍ୱାଭାବିକ ଲୋକ ନୁହନ୍ତି, ବରଂ ଜଣେ ପାଗଳ ଥିଲେ, କାରଣ ସେ ହାତରେ ଟଫି ଧରିଥିଲେ ଯାହାକୁ ସେ ଖାଉଥିଲେ। ବାଳ ତାଙ୍କର ଠିଆ ହୋଇଥିଲା। ସେ ନୂଆ ପୋଷାକ ପିନ୍ଧିଥିଲେ, କିନ୍ତୁ ଏତେ ଅପରିଷ୍କାର କରିଦେଇଥିଲେ ଯେ ଯେପରି କୌଣସି ଛୋଟ ପିଲା ମାଟିରେ ଖେଳିଲେ ତାର ପୋଷାକ ଅପରିଷ୍କାର ହୋଇଯାଏ। ଏହି ଥିଲେ ମୋର ବର। ସମସ୍ତେ ଜାଣିଗଲେ ଯେ ସେ ତ ପାଗଳ। ପଡ଼ୋଶୀରୁ ମଧ୍ୟ କିଛି ମହିଳା ଆସିଥିଲେ, କାରଣ ସମ୍ପର୍କୀୟ ତ ନଥିଲେ। ସେମାନେ ମଧ୍ୟ କହିବା ଆରମ୍ଭ କରିଦେଲେ ଯେ ନିଶାର ବର ତ ପାଗଳ। ଏହା କ'ଣ କରିଦେଲେ ଭାଇ ଭାଉଜ? ଭଉଣୀ ଉପରେ ଏତେ ବଡ଼ ଅତ୍ୟାଚାର କରିଦେଲେ। ମା ମରିଗଲା ପରେ ଏମାନଙ୍କ ଆଖି ଧଳା ହୋଇଗଲା।
ପାଗଳ ସହିତ ଏତେ ସୁନ୍ଦର ଝିଅର ବାହାଘର କରିଦେଲେ ଏବଂ ମୋର ବାହାଘର ହୋଇସାରିଥିଲା। ତାପରେ ମୁଁ ମୋର ବରକୁ ଦେଖିଲି। ଏବେ ତ ବିଦାୟୀ ହେବାର ଥିଲା। ମୋ ଆଖିରୁ ଲୁହ ଝରୁଥିଲା। ମୁଁ କାନ୍ଦିବାକୁ ଚାହୁଁଥିଲି କିନ୍ତୁ କାନ୍ଦିପାରୁ ନଥିଲି। ମୁଁ କାନ୍ଦିଲେ ମୋ ଲୁହ କିଏ ଦେଖିବ? ମୋ ମାଙ୍କ କଥା ବହୁତ ମନେ ପଡୁଥିଲା। ମୋ ମା ଯଦି ଜୀବିତ ଥାନ୍ତେ ତେବେ ମୋ ସହିତ ଏସବୁ କେବେ ହୋଇନଥାନ୍ତା। ମୋ ଭାଉଜ ହିଁ ମୋ ଭାଇଙ୍କୁ ଉସୁକାଇଥିଲେ। ତାଙ୍କୁ ଟିକେ ବି ଖିଆଲ ଆସିଲା ନାହିଁ ଯେ ସେ ନିଜ ଭଉଣୀର ବାହାଘର ଜଣେ ପାଗଳ ସହିତ କରୁଛନ୍ତି। ସେ ମୋତେ କିପରି ରଖିବେ, କ'ଣ ଖୁଆଇବେ, କ'ଣ ପିଆଇବେ? ଆଜିକାଲି ତ ଲୋକେ ନିଜ ଝିଅମାନଙ୍କ ବାହାଘର ଏପରି ପୁଅମାନଙ୍କ ସହିତ ମଧ୍ୟ କରନ୍ତି ନାହିଁ ଯେଉଁମାନଙ୍କ ପାଖରେ ଚାକିରି ନଥାଏ ଏବଂ ଏହାଙ୍କ ପାଖରେ ତ ବୁଦ୍ଧି ବି ନଥିଲା, ଢଙ୍ଗ ବି ନଥିଲା। ଗୋଟିଏ ମୁହୂର୍ତ୍ତ ପାଇଁ ମୋ ମନ ହେଲା ଯେ ଯିବାକୁ ମନା କରିଦେବି, କିନ୍ତୁ ତାପରେ କ'ଣ ହୋଇଥାନ୍ତା? ମୋର ହିଁ ତାମସା ହୋଇଥାନ୍ତା। ଏହି ଲୋକମାନେ ତଥାପି ମୋତେ ଏଠାରୁ ବାହାର କରିଦେଇଥାନ୍ତେ। ତେଣୁ ସବୁ କିଛି ଭଗବାନଙ୍କ ଉପରେ ଛାଡ଼ିଦେଲି ଏବଂ ଚାପ୍ ବିଦାୟ ନେଲି। ଯିବା ସମୟରେ ଭାଇ ମୋ ମୁଣ୍ଡରେ ହାତ ରଖିବାକୁ ଚେଷ୍ଟା କଲେ, ତେବେ ମୁଁ ମୁଣ୍ଡ ପଛକୁ କରିଦେଲି। ସବୁ ଲୋକେ ଏହି ଦୃଶ୍ୟ ଦେଖିଲେ। ମୁଁ ଭାବିଲି ଯେ ଟିକେ ତାଙ୍କର ମଧ୍ୟ ବେଇଜ୍ଜତି ହେଉ, ତାଙ୍କୁ ଏତିକି ତ ଜଣାପଡ଼ୁ ଯେ ସେ ମୋ ସହିତ ଯାହା କରିଛନ୍ତି ତାହା ଭଲ କରିନାହାନ୍ତି। ଭାଉଜ ମଧ୍ୟ ଭେଟିବା ପାଇଁ ଆଗକୁ ଆସିଲେ, ତେବେ ମୁଁ ତାଙ୍କ ସହିତ ମଧ୍ୟ ଭେଟିଲି ନାହିଁ, କାରଣ ସେ ତ ସମସ୍ତଙ୍କ ସାମ୍ନାରେ କହିଦେଇଥିଲେ ଯେ ତୁମର ବାହାଘର କରାଇ ଦିଆଗଲା, ନଖରା ଦେଖାଅ ନାହିଁ ଏବଂ ନିଜ ଘରକୁ ଚାଲିଯାଅ। କେଉଁ ଭାଉଜ ନିଜ ନଣନ୍ଦକୁ କୁହନ୍ତି, ତାହା ବି ତାଙ୍କ ବିଦାୟୀ ଦିନରେ? ଅରେ ମନରେ ଯେତେ ଘୃଣା ଥିଲେ ବି ଏପରି କହି କୌଣସି ଝିଅକୁ ଘରୁ କେହି ବାହାର କରନ୍ତି ନାହିଁ ଯେ ଚାଲିଯାଅ। ମୋ ସହିତ କେତେ ଖରାପ ବ୍ୟବହାର ହେଉଥିଲା, ଭଗବାନ ହିଁ ଦେଖୁଥିଲେ ଯେ ମୋ ଉପରେ କେତେ ଅତ୍ୟାଚାର ହେଉଛି। କିନ୍ତୁ ମୁଁ ଜାଣିଥିଲି ଯେ ଭଗବାନ ମୋର ନ୍ୟାୟ କରିବେ। କିନ୍ତୁ ବର୍ତ୍ତମାନ ମୋର ସମୟ ବହୁତ ଖରାପ ଲାଗୁଥିଲା। କିଛି ବୁଝି ହେଉନଥିଲା। ମୋର ବର ପାଗଳ ଥିଲା, କିନ୍ତୁ ତାଙ୍କ ଘର ଭଲ ଥିଲା। 3ଟି କୋଠରୀ ଥିବା ଘର ଥିଲା। ସେଠାରେ ତାଙ୍କର ଜଣେ ଭାଇ ମଧ୍ୟ ଥିଲେ। ମୋତେ ଲାଗିଲା ଯେ ସେ ମଧ୍ୟ ଏହି ଘରେ ରୁହନ୍ତି, କିନ୍ତୁ ଯେତେବେଳେ ରାତି ହେଲା ତାଙ୍କ ଜାଗାରେ ତାଙ୍କ ଭାଇ କୋଠରୀକୁ ଆସିଲେ। ମୁଁ ଟିକେ ଡରିଗଲି। ସେ କହିଲେ, ଭାଉଜ, ଡରିବାର ଆବଶ୍ୟକତା ନାହିଁ। ବାସ୍ତବରେ ଏହା ମଧ୍ୟ ମୋର ନିଜ ଘର। ସେଠାରେ ଅନ୍ୟ ଜାଗାରେ ମଧ୍ୟ ମୋର ଘର ଅଛି, ଯେଉଁଠାରେ ମୋ ସ୍ତ୍ରୀ ଏବଂ ପିଲାମାନେ ମୋର ଅପେକ୍ଷା କରିଛନ୍ତି। ଏବେ ଆପଣଙ୍କୁ ହିଁ ତାଙ୍କୁ ସମ୍ଭାଳିବାକୁ ପଡ଼ିବ। କଥା ହେଉଛି, ମୋ ସ୍ତ୍ରୀଙ୍କର ତାଙ୍କ ସହିତ ଭଲ ସମ୍ପର୍କ ନାହିଁ, କାରଣ ତାଙ୍କ ସହିତ ତାଙ୍କର ସମ୍ପର୍କ ଭଲ ନୁହେଁ। ମା ବାପା ଆମର ବି ନାହାନ୍ତି। ବସ୍ ଏବେ ଆପଣ ଅଛନ୍ତି ଏବଂ ଆପଣଙ୍କ ସ୍ୱାମୀ ଅଛନ୍ତି। ଏହି ଘର ଅଛି। ଯଦି ଆପଣ ବୁଝି ନ ପାରନ୍ତି ଯେ କେଉଁ ଜିନିଷ କେଉଁଠି ଅଛି, ଫୋନ୍ କରି ପଚାରି ନେବେ। କାନ୍ଥରେ ମୋର ନମ୍ବର ଲେଖା ହୋଇଛି। କିନ୍ତୁ ଯଦି ସେ ଅଧିକ ହଇରାଣ କରନ୍ତି, ତେବେ ଆପଣ ମୋତେ ଡାକିପାରିବେ। କିନ୍ତୁ ଦେଖନ୍ତୁ, ମୋର ମଧ୍ୟ ସ୍ତ୍ରୀ ପିଲା ଅଛନ୍ତି। ମୋ ସ୍ତ୍ରୀଙ୍କୁ ମୋର ଏଠାକୁ ଆସିବା ଯିବା ଅଧିକ ପସନ୍ଦ ନୁହେଁ। ଯଦି କୌଣସି ବହୁତ ଜରୁରୀ ପରିସ୍ଥିତି ହୁଏ, ତେବେ ଆପଣ ଡାକିବେ, ନହେଲେ ନିଜେ ପରିସ୍ଥିତିକୁ ସମ୍ଭାଳିବାକୁ ଚେଷ୍ଟା କରିବେ, କାରଣ ଏବେ ସେ ତ ଆପଣଙ୍କର ହିଁ ସ୍ୱାମୀ ଏବଂ ଆପଣଙ୍କୁ ତାଙ୍କ ସହିତ ହିଁ ରହିବାକୁ ପଡ଼ିବ। ମୁଁ ବୁଝିପାରୁଥିଲି ଯେ ମୋ ଜୀବନ କେତେ ଖରାପ ହେବାକୁ ଯାଉଛି। ମୁଁ ହରେ ମୁଣ୍ଡ ହଲାଇଲି ଏବଂ ମୁଁ ଆଉ କ'ଣ କହିପାରିଥାନ୍ତି? ସେ କହିଲେ, ଭଗବାନ ଆପଣଙ୍କୁ ସାହାଯ୍ୟ କରନ୍ତୁ। ଆପଣ ଚିନ୍ତା କରିବେ ନାହିଁ, ଦିନେ ସବୁ କିଛି ଠିକ୍ ହୋଇଯିବ। ମୁଁ ଜାଣିଥିଲି ଯେ ସେ ଆଶ୍ୱାସନା ଦେଉଛନ୍ତି, କିନ୍ତୁ ପୁଣି ଥରେ କହିଲେ ଯେ ମୁଁ ଆପଣଙ୍କୁ କହିବାକୁ ଚେଷ୍ଟା କରୁଛି ଭାଉଜ ଯେ ଦିନେ ସବୁକିଛି ଠିକ୍ ହୋଇଯିବ, ଆପଣ ଆଦୌ ଚିନ୍ତା କରିବେ ନାହିଁ। କାହିଁକି ସେ ଏହି କଥାକୁ 2 ଥର କହିଲେ ଏବଂ ଏତେ ଜୋର ଦେଇ କାହିଁକି କହିଲେ, ମୋତେ କିଛି ବୁଝାପଡ଼ୁ ନଥିଲା। ମୁଁ କହିଲି, ଠିକ୍ ଅଛି। ମୋ ସ୍ୱାମୀ ଅନ୍ୟ କୋଠରୀରେ ବସିଥିଲେ। ମୁଁ ଯେତେବେଳେ ସେହି କୋଠରୀକୁ ଗଲି ତ ଆଶ୍ଚର୍ଯ୍ୟ ହୋଇଗଲି। ଏହି କୋଠରୀ ବୋଧହୁଏ ତାଙ୍କର ଥିଲା। ଏଠାରେ ବହୁତ ଜିନିଷ ଭାଙ୍ଗି ଯାଇଥିଲା ଏବଂ କିଛି ଖେଳଣା ମଧ୍ୟ ପଡ଼ିଥିଲା। ବୋଧହୁଏ ତାଙ୍କର ମସ୍ତିଷ୍କ ପିଲାଳିଆ ଥିଲା। ସେ ମୋତେ ଦେଖିଲେ ତ ମୁଁ ଡରିଗଲି। ମୋତେ ଲାଗିଲା ଯେ ସେ ମୋ ସହିତ କିଛି କଥା ହେବେ, କିଛି କହିବେ କିମ୍ବା କୌଣସି କାମ କହିବେ, କିନ୍ତୁ ସେ ସେପରି କିଛି କଲେ ନାହିଁ। ମୁଁ ଚାପ୍ ଯାଇ ନିଜ କୋଠରୀରେ ଶୋଇଗଲି। ମୋ ମନ ହେଲା ଯେ କବାଟରେ ଭିତରୁ କୁଣ୍ଡି ଲଗାଇଦେବି, କିନ୍ତୁ ତାପରେ ମୁଁ ସେପରି କଲି ନାହିଁ। କହିବାକୁ ବହୁତ ଅଜବ ଲାଗୁଛି, କିନ୍ତୁ ଏତେ ଶାନ୍ତିର ନିଦ ପୂର୍ବରୁ କେବେ ଆସିନଥିଲା। ଆଖି ଖୋଲିଲି ତ ଆଶ୍ଚର୍ଯ୍ୟ ହୋଇଗଲି। ସାମ୍ନାରେ ମୋ ସ୍ୱାମୀ ବସିଥିଲେ। ତାଙ୍କୁ ଦେଖି ମୁଁ ଡରିଗଲି, କିନ୍ତୁ ପୁଣି ଯେତେବେଳେ ମୁଁ ଟେବୁଲ ଆଡ଼କୁ ଦେଖିଲି, ମୋ ଆଖି ଖୋଲା ରହିଗଲା। ଟେବୁଲ ଉପରେ ତ ଜଳଖିଆ ପଡ଼ିଥିଲା। ଜଳଖିଆ ତ ବଜାର ଲାଗୁଥିଲା। ମୁଁ ତାଙ୍କ ଆଡ଼କୁ ଦେଖିଲି ଏବଂ ଆଖପାଖ ଦେଖିଲି। ମୋତେ ଲାଗିଲା ବୋଧହୁଏ ତାଙ୍କ ଭାଇ ଆସିଛନ୍ତି ଏବଂ ସେ ହିଁ ଜଳଖିଆ ଆଣିଛନ୍ତି, କିନ୍ତୁ ଘରେ କେହି ନଥିଲେ। ବାହାର କବାଟ ତ ଏବେ ବି ବନ୍ଦ ଥିଲା। ରାତିରେ ମୁଁ ନିଜେ କୁଣ୍ଡି ଲଗାଇଥିଲି। ମୋ ସ୍ୱାମୀ ମୋତେ କହିଲେ ଯେ ଜଳଖିଆ କରିନିଅ ଏବଂ ସେ ବି ଜଳଖିଆ କରିବା ପାଇଁ ବସିଗଲେ। ମୁଁ ଆଶ୍ଚର୍ଯ୍ୟ ହୋଇଗଲି।
ମୁଁ କହିଲି ତାଙ୍କୁ ଏତିକି ଜଣାଅଛି ଯେ ଆମର ବାହାଘର ହୋଇଛି ତ ବଜାରରୁ ଜଳଖିଆ ନେଇ ଆସିବାକୁ ହେବ, ତେବେ ସେ କାହିଁକି ପାଗଳ ହେଲେ? କିନ୍ତୁ ପରେ ସେ ଅଜବ ଗୀତ ଗାଇବା ଆରମ୍ଭ କରିଦେଲେ। ଏହା କୌଣସିର ଗୀତ ଥିଲା। ମୁଁ ତ ବୁଝିଗଲି ଯେ ବୋଧହୁଏ ଏହା ଏକ ସାଧାରଣ କାର୍ଯ୍ୟକଳାପ। ବୋଧହୁଏ ତାଙ୍କୁ ଭୋକ ଲାଗିଛି, କିନ୍ତୁ ତାଙ୍କ ପାଖରେ ଟିକେ ବହୁତ ପଇସା ଥାଉ, ଏତିକି କାମ ତ କୌଣସି ଛୋଟ ପିଲା ମଧ୍ୟ କରିପାରେ। ଯାହା ହେଉ ମୁଁ ଜଳଖିଆ କରିନେଲି। ତାପରେ ମୁଁ ଘର ସଫା କରିବାକୁ ଲାଗିଲି। ମୁଁ ପଚାରିବାକୁ ଭୁଲି ଯାଇଥିଲି ଯେ ଏହି ଘର କିପରି ଚାଲେ, କିନ୍ତୁ ବର୍ତ୍ତମାନ ତ ଘରେ ଆବଶ୍ୟକତାର ସମସ୍ତ ଜିନିଷ ପଡ଼ିଥିଲା। ମୁଁ ତାଙ୍କ ଭାଇଙ୍କ ନମ୍ବର ଲଗାଇଲି, କିନ୍ତୁ ନମ୍ବର ମିଳୁନଥିଲା। ମୁଁ ଦିନର ଖାଦ୍ୟ ମଧ୍ୟ ତିଆରି କରିଦେଲି। ମୋର ଦିନ ଏହିପରି ଚାଲିବାକୁ ଲାଗିଲା। ମୋ ସ୍ୱାମୀ ହଠାତ୍ କୁଆଡ଼େ ଚାଲିଗଲେ ତ ମୁଁ ଚିନ୍ତା କରିବାକୁ ଲାଗିଲି। ମୋତେ ଲାଗିଲା ବୋଧହୁଏ ଘରୁ ହିଁ ପଳାଇ ଯାଇଛନ୍ତି। ତେଣୁ ମୁଁ ତାଙ୍କ ଭାଇଙ୍କୁ କଲ୍ କରିଥିଲି। ସେ କହିଲେ ଯେ ହଁ, ସେ କେତେବେଳେ କେତେବେଳେ ଚାଲିଯାଆନ୍ତି, କିନ୍ତୁ ଫେରି ଆସନ୍ତି। ଚିନ୍ତା କରିବାର ଆବଶ୍ୟକତା ନାହିଁ। ରାତି ପର୍ଯ୍ୟନ୍ତ ଫେରି ଆସିବେ। ଯଦି ରାତି ପର୍ଯ୍ୟନ୍ତ ବି ଫେରି ନ ଆସନ୍ତି ତେବେ ଆପଣ ମୋତେ ଜଣାଇଦେବେ। ମୁଁ କହିଲି ଯେ ଠିକ୍ ଅଛି। ରାତି ହେଲା ତ ମୋ ସ୍ୱାମୀ ଫେରି ଆସିଲେ। ତାଙ୍କ ହାତରେ କିଛି ଜିନିଷ ଥିଲା ଯାହା ସେ ମୋତେ ଧରାଇଦେଲେ। ମୁଁ ଖୋଲି ଦେଖିଲି ତ ତା ଭିତରେ ଫୁଲ ଥିଲା। ମୁଁ କହିଲି ଏହା କ'ଣ? ତ ସେ କହିଲେ ମୁଁ ତୁମ ପାଇଁ ନେଇ ଆସିଛି। ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସେ ଫୁଲ ମୋ ପାଖରେ ରଖିଲେ ଏବଂ ନିଜେ ଅନ୍ୟ କୋଠରୀକୁ ଚାଲିଗଲେ। ଟିକେ ପରେ ଦେଖିଲି ତ ସେହି କୋଠରୀ ଭିତରୁ ଲକ୍ ହୋଇଥିଲା। ସେହି ଦିନଠାରୁ ମୋର ଦିନ ଭଲରେ କଟୁଥିଲା। ଯେପରି ମୁଁ ଭାବିଥିଲି ସେପରି କିଛି ହେଉନଥିଲା, ବରଂ ସବୁ ଭଲ ହିଁ ହେଉଥିଲା। ବରଂ ମୋ ସ୍ୱାମୀ ମୋ ପାଇଁ ପ୍ରତିଦିନ କିଛି ନା କିଛି ଜିନିଷ ନେଇ ଆସୁଥିଲେ। ଜଣା ନାହିଁ ତାଙ୍କ ପାଖରେ ପଇସା କେଉଁଠୁ ଆସୁଥିଲା। ଘରେ ମଧ୍ୟ ସବୁ ଜିନିଷ ମହଜୁଦ ଥିଲା। ଯେତେବେଳେ ଘରର ସାମଗ୍ରୀ ଟିକେ ସରିବାକୁ ଲାଗିଲା, ତେବେ ଦିନେ ତାଙ୍କ ଭାଇ ଆସିଲେ ଏବଂ ଆସି ମୋତେ 20,000 ଟଙ୍କା ଦେଲେ। ମୁଁ କହିଲି ଯେ ଏହି ଘର ମଧ୍ୟ ଆପଣ ହିଁ ଚଳାଉଛନ୍ତି? ସେ କହିଲେ ନା, ସେପରି କିଛି କଥା ନୁହେଁ। ବାସ୍ତବରେ ଆମ ଦୁଇ ଭାଇଙ୍କ ନାମରେ କିଛି ଦୋକାନ ଅଛି, ତାର ଭଡ଼ା ଆସେ। ମାସରେ 2 ଥର 20ରୁ 25,000 ଟଙ୍କା ଆସେ। ଆପଣଙ୍କୁ 20,000 ଟଙ୍କା 15 ତାରିଖରେ ମିଳିଯିବ। ଆଜି 1 ତାରିଖ, ତେଣୁ ମୁଁ ଆପଣଙ୍କୁ ପଇସା ଦେବା ପାଇଁ ଆସିଛି। ମୁଁ କହିଲି ଠିକ୍ ଅଛି। ମୁଁ ଘରର ଆବଶ୍ୟକ ସାମଗ୍ରୀ ନେଇ ଆସିଲି। ସେହି ଘରେ ଟିଭି ବି ଥିଲା, ଏସି ବି ଥିଲା, ସବୁକିଛି ଥିଲା। ଦିନେ ଭୁଲରେ ମୋ ଭାଉଜ ଏବଂ ଭାଇ ଏଠାକୁ ଆସିଗଲେ। ସେମାନେ ତ ଜାଣିଥିଲେ ଯେ ସେମାନେ ମୋର ବାହାଘର ପାଗଳ ସହିତ କରାଇଛନ୍ତି ଏବଂ ମୁଁ ଜାଣିଥିଲି ଯେ ଦେଖିବାକୁ ଆସିଥିବେ ଯେ ମୋର କ'ଣ ଅବସ୍ଥା ହୋଇଛି। କିନ୍ତୁ ଯେତେବେଳେ ମୋତେ ଦେଖିଲେ ତ ଆଶ୍ଚର୍ଯ୍ୟ ହୋଇଗଲେ। ମୁଁ ନୂଆ ପୋଷାକ ପିନ୍ଧିଥିଲି। ମୋ ଭାଉଜ କହିଲେ, ଏହି ପୋଷାକ କେଉଁଠୁ ଆସିଲା? ଏହି ଲୋକମାନେ ତ ତୁମ ପାଇଁ କେବଳ 2ଟି ପୋଷାକ ତିଆରି କରିଥିଲେ ଏବଂ ଆମେ ବି ତୁମ ପାଇଁ କିଛି ତିଆରି କରିନଥିଲୁ। ମୁଁ କହିଲି ମୋ ସ୍ୱାମୀ ମୋତେ ଆଣି ଦେଇଛନ୍ତି। ସେ କହିଲେ ଯେ ତୁମ ସ୍ୱାମୀଙ୍କୁ ତ ମୁହଁ ହାତ ଧୋଇବା ଆସେ ନାହିଁ, ତେବେ ତୁମ ପାଇଁ ପୋଷାକ କେଉଁଠୁ ଆଣିବେ? ମୁଁ କହିଲି ଯେ ସେ ହିଁ ମୋତେ ଆଣି ଦେଇଛନ୍ତି ଏବଂ ଆପଣଙ୍କୁ କିଏ କହିଲା ଯେ ତାଙ୍କୁ ମୁହଁ ହାତ ଧୋଇବା ଆସେ ନାହିଁ? ଏହା ଦେଖନ୍ତୁ, ମୁଁ ଆପଣଙ୍କୁ ଦେଖାଉଛି ସେ ମୋ ପାଇଁ କ'ଣ କ'ଣ ଆଣିଛନ୍ତି। ଯେତେବେଳେ ମୁଁ ସମସ୍ତ ଜିନିଷ ମୋ ଭାଉଜଙ୍କୁ ଦେଖାଇଲି ତ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ସେ କହିଲେ ଯେ ଏସବୁ କେଉଁଠୁ ଆଣୁଛନ୍ତି? କେଉଁଠୁ ଚୋରି କରି ତ ଆଣୁ ନାହାନ୍ତି? ମୁଁ କହିଲି ଯେ ଏଇ ଜିନିଷଗୁଡ଼ିକ ତ ପୂରା ନୂଆ। ସେ କହିଲେ ନୂଆ ତ ନୂଆ ଲାଗୁନାହିଁ। ଏହା କ'ଣ କଥା ହେଲା? ତାଙ୍କୁ ତ ଏପରି ଲାଗିଲା ଯେପରି ତୀର ଠିକ୍ ଲକ୍ଷ୍ୟରେ ଲାଗିଲା ନାହିଁ। ଯେପରି ସେ ମୋ ସହିତ କିଛି ଖରାପ କରିବାକୁ ଚାହୁଁଥିଲେ, କିନ୍ତୁ ଖରାପ ହେଲା ନାହିଁ ତ ବହୁତ ଚିନ୍ତିତ ହୋଇଗଲେ। ଯାହା ହେଉ ମୁଁ ବି ମୁଣ୍ଡ ଉଠାଇ ତାଙ୍କୁ ସମସ୍ତ ଜିନିଷ ଦେଖାଇଲି ଏବଂ ମୁଁ ବହୁତ ଖୁସି ହୋଇଗଲି। ମୋ ଭାଉଜ କହିଲେ, ଦେଖ, ବୋଧହୁଏ ମୁଁ ଜଲଦିରେ ଆସି ଭୁଲ ନିଷ୍ପତ୍ତି ନେଇ ଦେଇଥିଲି, କିନ୍ତୁ ତୁମେ ତ ଖୁସି ଲାଗୁଛ। ମୁଁ ମୋ ଭାଇଙ୍କୁ ମଧ୍ୟ କହିଲି ଯେ ଆପଣ କୌଣସି ଭୁଲ ନିଷ୍ପତ୍ତି ନେଇନାହାନ୍ତି। ମୁଁ ବାସ୍ତବରେ ଖୁସି ଅଛି। ମୋର କୌଣସି ଅସୁବିଧା ନାହିଁ। ମୋର ଏହି ଘରେ କୌଣସି ଜିନିଷର ଅଭାବ ନାହିଁ। ଆମେ ମଧ୍ୟ ତ ଗରିବ ଲୋକ ଥିଲୁ ନା? ଯଦି ଆମର ବାହାଘର ହୋଇଥାନ୍ତା, ତେବେ ଆମ ପରି ଲୋକଙ୍କ ମଧ୍ୟରେ ହିଁ ହୋଇଥାନ୍ତା। କିନ୍ତୁ ଏହା ଦେଖନ୍ତୁ, ଏହି ଲୋକମାନେ ତ ଆପଣଙ୍କଠାରୁ ଭଲ ଅଛନ୍ତି। ଏହି ଘରେ ତ ଏସି ବି ଲାଗିଛି। ଗରମ ହେଲେ ବି ଶାନ୍ତିରେ ନିଦ ଆସେ। ମୋ ଭାଉଜଙ୍କ ମୁହଁ ତଳକୁ ହୋଇ ରହିଗଲା। ମୁଁ ଜାଣିଥିଲି ଯେ ଘରକୁ ଯାଇ ସେ ମୋ ଭାଇଙ୍କ ସହିତ ଝଗଡ଼ା କରିବେ। ଭଲ କଥା, ମୋତେ ଖୁସି ଦେଖି ଘରକୁ ଯାଇ ନିଜ ଭିତରେ ଝଗଡ଼ା କରନ୍ତି। ଏହା ହିଁ ସେମାନଙ୍କର ସଜା ଥିଲା। ମୋ ସ୍ୱାମୀ ମୋ ସହିତ କୌଣସି କଥା ହେଉନଥିଲେ। ମୋ ଜିନିଷ ମଧ୍ୟ ନେଇ ଆସୁଥିଲେ, ମୋର ଖିଆଲ ମଧ୍ୟ ରଖୁଥିଲେ, ମୋର ଧ୍ୟାନ ମଧ୍ୟ ରଖୁଥିଲେ। ଦିନେ ମୁଁ ଯାଉଥିଲି ଯେ ମୋ ଗୋଡ଼ରେ କୌଣସି ଜିନିଷ ବାଜିଗଲା, ତେବେ ସେ ମୋ ଗୋଡ଼ରେ ପଟି ବାନ୍ଧିଲେ, କିନ୍ତୁ ରାତି ହେଲେ ସେ ଅନ୍ୟ କୋଠରୀକୁ ଚାଲିଯାଉଥିଲେ ଏବଂ ଭିତରୁ ଲକ୍ ଲଗାଇ ଦେଉଥିଲେ। ମୁଁ ବହୁତ ଚିନ୍ତିତ ହେଉଥିଲି ଯେ ଏହା କିପରି ପ୍ରକାରର ମାମଲା।
ମୁଁ ତାଙ୍କ ସହିତ କଥା ହେବାକୁ ଚାହୁଁଥିଲି, ପଚାରିବାକୁ ଚାହୁଁଥିଲି। ମୁଁ ଫିଲ୍ମ ଡ୍ରାମାରେ ସବୁ ଦେଖିଥିଲି ଯେ ପ୍ରେମରେ ଲୋକ ଠିକ୍ ହୋଇଯାଏ। ବୋଧହୁଏ ମୁଁ ମଧ୍ୟ ତାଙ୍କୁ ଠିକ୍ କରିଦିଅନ୍ତି ଏବଂ ଯଦି ସେ ଠିକ୍ ହୋଇଯାଆନ୍ତେ ତେବେ ଏହି ଦୁନିଆର ସବୁଠାରୁ ଭଲ ପୁରୁଷ ହୋଇଥାନ୍ତେ, କାରଣ ସୁନ୍ଦର ତ ସେ ଥିଲେ ହିଁ, ଯୁବକ ମଧ୍ୟ ଥିଲେ। ପଇସାର ମଧ୍ୟ କୌଣସି ଅଭାବ ନଥିଲା। ଘର ମଧ୍ୟ ତାଙ୍କର ନିଜର ଥିଲା, କିନ୍ତୁ ଏତେ ସାରା ସାମଗ୍ରୀ ମଧ୍ୟ ଥିଲା। ଯଦି ଏପରି ହୁଅନ୍ତା, ତେବେ ମୋର ପୂରା ଜୀବନ ସେଟ୍ ହୋଇଯାଆନ୍ତା, କିନ୍ତୁ ସେ ମୋ ସହିତ କଥା ହେଉ ନଥିଲେ। ମୋର ଜଣେ ସାଙ୍ଗ ପାଗଳଙ୍କ ଡାକ୍ତର ହୋଇଯାଇଥିଲେ। ସେ ମୋତେ ଥରେ କହିଥିଲେ ଯେ ଏପରି ଲୋକଙ୍କୁ ବହୁତ ପ୍ରେମ ଏବଂ ସ୍ନେହର ଆବଶ୍ୟକତା ଥାଏ ଏବଂ ଯଦି ତାଙ୍କ ଜୀବନରେ କେହି ଥାଏ ତେବେ ତାଙ୍କୁ ବହୁତ ପ୍ରେମ ଏବଂ ସ୍ନେହ ଦିଅନ୍ତି, ଅର୍ଥାତ୍ ସାଧାରଣ ଲୋକଙ୍କଠାରୁ ଅଧିକ, କିନ୍ତୁ ଏଠାରେ ତ ମାମଲା ଓଲଟା ଥିଲା। ଧୀରେ ଧୀରେ ମୁଁ କଥା ବୁଝିବାକୁ ଲାଗିଲି ଯେ ଯାହା ବି ମାମଲା ଅଛି ତାର ସମ୍ବନ୍ଧ ସେହି କୋଠରୀ ସହିତ ନିଶ୍ଚୟ ଅଛି, କାରଣ ମୋ ସ୍ୱାମୀ ସେହି କୋଠରୀକୁ ହିଁ ଚାଲି ଯାଉଥିଲେ। ତେଣୁ ମୁଁ ଭାବିଲି ଯେ ମୋତେ ଜାଣିବାକୁ ହେବ ଯେ ସେ ସେହି କୋଠରୀରେ କ'ଣ କରନ୍ତି। ମୁଁ ଥରେ ସେହି କୋଠରୀକୁ ଯାଇଥିଲି। ସେଠାରେ ସେପରି କିଛି ନଥିଲା। ମୋ ଭାଉଜ ଲୋକଙ୍କୁ କହିବା ଆରମ୍ଭ କରିଦେଇଥିଲେ ଯେ ପାଗଳ ସହିତ ବାହାଘର ହୋଇଛି, କିନ୍ତୁ ସେ ବହୁତ ଭଲ ଅବସ୍ଥାରେ ଅଛି। ତାଙ୍କ ମୁହଁରୁ ବାହାରି ଯାଇଥିବ ଯେ ଏହି କଥା ମୋ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ଯାଇଥିଲା, କାରଣ ପଡ଼ୋଶୀ ତ ଗୋଟିଏ ଥିଲା। ମୁଁ କହୁଥିଲି ଯେ ହଁ, ଭଗବାନଙ୍କ ଶୁକ୍ରିଆ, ମୁଁ ତ ବହୁତ ଖୁସି ଅଛି। ମୋ ପାଖରେ ସବୁକିଛି ଅଛି। ମୋ ପାଖରେ ପଇସା ମଧ୍ୟ ଥାଏ। ଘରର ସବୁ ମାମଲା ମୋ ହାତରେ ଥାଏ। ପଇସା ଆସିଯାଏ। ମୋ ସ୍ୱାମୀ ମୋର ଖିଆଲ ମଧ୍ୟ କରନ୍ତି ଏବଂ ପ୍ରତିଦିନ ମୋ ପାଇଁ କିଛି ନା କିଛି ନୂଆ ଜିନିଷ ମଧ୍ୟ ନେଇ ଆସନ୍ତି। ସେ କୁଆଡ଼େ ଯାଉଥିଲେ ମୁଁ ଜାଣିନଥିଲି। ମୁଁ ଥରେ ତାଙ୍କ ପଛେ ପଛେ ଗଲି, କିନ୍ତୁ ମୁଁ ରାସ୍ତା ଜାଣିନଥିଲି, ତେଣୁ ମୁଁ ଫେରି ଆସିଲି ଯେ ମୁଁ କେଉଁଠି ହଜି ନଯାଏ ଏବଂ ସେ ତ ମୋ ଆଖି ସାମ୍ନାରୁ ଜଣା ନାହିଁ କୁଆଡ଼େ ଚାଲିଗଲେ। ତାଙ୍କୁ ରାସ୍ତା ବହୁତ ଭଲ ଭାବରେ ଜଣାଥିଲା। ବୋଧହୁଏ କୌଣସି ବଗିଚାରେ ପିଲାମାନଙ୍କ ସହିତ ଖେଳିବା ପାଇଁ ଯାଉଥିବେ, କାରଣ ତାଙ୍କ ପାଖରେ ଏହି ପ୍ରକାରର ବହୁତ ସାମଗ୍ରୀ ଥିଲା। ତେଣୁ ମୁଁ ଏହି କଥା ଉପରେ ଅଧିକ ଧ୍ୟାନ ଦେଲି ନାହିଁ, କିନ୍ତୁ ମୋତେ ଏହି କଥା ନିଶ୍ଚୟ ଜାଣିବାକୁ ଥିଲା ଯେ କୋଠରୀରେ କ'ଣ କରନ୍ତି ଏବଂ ସେଇ ଦିନ ବେଳେ କୋଠରୀରେ ତାଲା ଲଗାଇ ଚାଲି ଯାଉଥିଲେ। ଦିନେ ମୁଁ ଚାବି ଲୁଚାଇଦେଲି ଏବଂ ତାଲା ମଧ୍ୟ ଖୋଲିଦେଲି। ତାଙ୍କୁ ତାଲା ମିଳିଲା ନାହିଁ, ତେଣୁ ସେ ତାଲା ନଲଗାଇ ହିଁ ଚାଲିଗଲେ। ମୋର ଯୋଜନା ଥିଲା ଯେ ମୁଁ ପୂର୍ବରୁ ହିଁ କୋଠରୀ ଭିତରେ ଲୁଚିଯିବି ଏବଂ ଯେତେବେଳେ ସେ କୋଠରୀକୁ ଆସିବେ ତ ମୁଁ ଜାଣିପାରିବି ଯେ ସେ କ'ଣ କରୁଛନ୍ତି। କିନ୍ତୁ ଯେପରି ସେ ଘରେ ଆସିଲେ ମୋତେ ଖୋଜୁଥିଲେ। ମୋ ସହିତ କେତେବେଳେ କେତେବେଳେ ଟିକେ ବହୁତ କଥା ମଧ୍ୟ ହେଉଥିଲେ। ତାଙ୍କୁ ମୋ ନାମ ମଧ୍ୟ ମନେ ରହିଯାଇଥିଲା। ମୋତେ ମୋ ନାମରେ ହିଁ ଡାକୁଥିଲେ। କେତେବେଳେ କେତେବେଳେ ଦେଖିଲେ ବହୁତ ଦୁଃଖ ଲାଗୁଥିଲା ଯେ ଏ ବି ତ କାହାର ସନ୍ତାନ। କେତେ ସୁନ୍ଦର ଯୁବକ ଏବଂ ତାଙ୍କ ସହିତ ଜଣା ନାହିଁ କ'ଣ ହେଲା ଯେ ସେ ପାଗଳ ହୋଇଗଲେ। ସ୍ପଷ୍ଟ କଥା, ଏ ପାଗଳ ହୋଇ ଜନ୍ମ ହୋଇ ନଥିବେ, କାରଣ କହନ୍ତି ଏପରି ଲୋକଙ୍କର ବୟସ କମ୍ ଥାଏ। ବୋଧହୁଏ ତାଙ୍କ ସହିତ କିଛି ଦୁର୍ଘଟଣା ହୋଇଥିବ। ମୁଁ ତାଙ୍କ ଭାଇଙ୍କୁ ମଧ୍ୟ ପଚାରିବାକୁ ଚେଷ୍ଟା କରିଥିଲି, କିନ୍ତୁ ସେ ମୋତେ କିଛି କହିନଥିଲେ। ଯେଉଁ ସମୟ ସହିତ ଆପଣଙ୍କୁ ସବୁକିଛି ଜଣାପଡ଼ିଯିବ। ଏହା କିପରି ପ୍ରକାରର କଥା ଥିଲା, ସମୟ ସହିତ କିପରି ଜଣାପଡ଼ନ୍ତା। ମୁଁ ମୋ ସ୍ୱାମୀଙ୍କର ପୁରୁଣା ଫଟୋଗୁଡ଼ିକ ପାଇଥିଲି। ସେ ଚେହେରାରୁ ବହୁତ ରାଗି ଏବଂ ଜିଦ୍ଦି ଲାଗୁଥିଲେ। ଏପରି ଲାଗୁଥିଲା ଯେପରି ପୁରାର ସବୁଠାରୁ ସୁନ୍ଦର ଯୁବକ ଥିଲେ, କିନ୍ତୁ ପୁଣି ଏପରି ଅବସ୍ଥାକୁ କିପରି ପହଞ୍ଚିଗଲେ। କେଉଁଠି ତାଙ୍କୁ କାହାର ଅଭିଶାପ ତ ଲାଗିନଥିଲା। ମନରେ ଏପରି ଓଲଟା ସିଧା କଥା ଏବଂ ପ୍ରଶ୍ନ ଆସୁଥିଲା। ଆଜି ତ ମୋତେ ଜାଣିବାକୁ ଥିଲା ହିଁ। ପୁଣି ତାପରେ ମୁଁ ଦେଖନ୍ତି ଯେ ମୋତେ କ'ଣ କରିବାକୁ ଅଛି। କେଉଁଠି କୌଣସି ଏମିତି ସେମିତି କଥା ନ ହେଉ। ମୋ ସ୍ୱାମୀ ପୁଣି ଥରେ ମୋ ପାଇଁ କୌଣସି ଜିନିଷ ନେଇ ଆସିଥିଲେ। କୋଠରୀକୁ ଗଲେ, କିନ୍ତୁ ସେ ଅନୁଭବ କଲେ ଯେ ମୁଁ କୋଠରୀରେ ନାହିଁ, ତେଣୁ ସେହି ଜିନିଷ ସେଇଠି ହିଁ ରଖିଦେଲେ। ମୋତେ ବ୍ୟାଗ୍ ରଖିବାର ଶବ୍ଦ ଆସିଥିଲା। ସେ ସେହି କୋଠରୀକୁ ଆସିଗଲେ। ମୁଁ କୋଠରୀ ଭିତରେ ହିଁ ଲୁଚିଥିଲି। ସେ କବାଟରେ ଭିତରୁ ଲକ୍ ଲଗାଇଦେଲେ ଏବଂ ଚେୟାରରେ ମୁଣ୍ଡ ଧରି ବସିଗଲେ। ମୁଁ ପରଦା ପଛରୁ ତାଙ୍କୁ ଦେଖୁଥିଲି। ତାଙ୍କୁ ଅନୁମାନ ମଧ୍ୟ ନଥିଲା ଯେ ମୁଁ କୋଠରୀ ଭିତରେ ଅଛି। ସେ ମୁଣ୍ଡକୁ ଏପରି ଢଙ୍ଗରେ ଧରି ବସିଥିଲେ। ଏପରି ଲାଗୁଥିଲା ଯେପରି କୌଣସି ବଡ଼ ଲୋକ କିଛି ଭାବୁଛି। ତାଙ୍କ ଚେହେରାରୁ ହଠାତ୍ ପାଗଳାମୀ ଭାବନା ହିଁ ଗାୟବ ହୋଇଯାଇଥିଲା। ଏବେଠାରୁ ମାମଲା ମୋତେ କିଛି ଗଡ଼ବଡ଼ ଲାଗୁଥିଲା। କିଛି ନା କିଛି କଥା ଥିଲା ଯାହା ସ୍ୱାଭାବିକ ନଥିଲା। ଟିକେ ପରେ ସେ ନିଜ ପକେଟରୁ ଗୋଟିଏ ବଡ଼ ଫୋନ୍ ବାହାର କଲେ। ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଯେ ଏହି ବଡ଼ ଫୋନ୍ ତାଙ୍କ ପାଖରେ କେବେ ଆସିଲା ଏବଂ ଫୋନ୍ ମଧ୍ୟ ପୂରା ଠିକ୍ଠାକ୍ ଥିଲା, ଭାଙ୍ଗି ନଥିଲା, ଯେତେବେଳେ କି ବାକି ତାଙ୍କର ସବୁ ଜିନିଷ ଭାଙ୍ଗି ଯାଇଥିଲା। ସେ ଫୋନ୍ରେ କାହା ସହିତ କଥା ହେବାକୁ ଲାଗିଲେ ଏବଂ ଯେତେବେଳେ ସେ କଥା ହେବା ଆରମ୍ଭ କଲେ ତ ମୋର ତ ଏପରି ଅବସ୍ଥା ଖରାପ ହେଲା ଯେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସେ ତ କୌଣସି ବୁଝିବା ସୁଝିବା ଲୋକଙ୍କ ପରି କଥାବାର୍ତ୍ତା କରୁଥିଲେ ଏବଂ କହୁଥିଲେ ଯେ ଦେଖନ୍ତୁ, ମୁଁ ଆପଣଙ୍କ ସହିତ ପୂର୍ବରୁ ଡିଲ୍ କରିଥିଲି ଏବଂ ଏହି ପଇସା କାରବାରରେ ଲଗାଇ ଦିଅନ୍ତୁ।
ଯାହା ମୋ ଭାଗ୍ୟରେ ଥିବ, ଯାହା ମୋ ନସିବରେ ଥିବ ମୋତେ ମିଳିଯିବ। ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି ଯେ ମୋର ସ୍ୱାମୀ ଯିଏ ଦୁନିଆ ସାମ୍ନାରେ ପାଗଳ ହୋଇ ବୁଲୁଛନ୍ତି, ଏଠାରେ ବସି ବ୍ୟବସାୟର ଡିଲ୍ କରୁଥିଲେ, କିନ୍ତୁ ପୁଣି ଦୁନିଆ ସାମ୍ନାରେ କାହିଁକି ପାଗଳ ହୋଇ ବୁଲୁଥିଲେ ଏବଂ ନିଜ ସ୍ତ୍ରୀ ସହିତ ମିଛ କାହିଁକି କହୁଥିଲେ? ନିଜ ସ୍ତ୍ରୀକୁ ତ କହିପାରିଥାନ୍ତେ। ମନ ତ ହେଲା ଯେ ସାମ୍ନାକୁ ଆସିଯାଏ, କିନ୍ତୁ ପୁଣି ଭାବିଲି ଯେ ଦେଖେ ସେ କ'ଣ କରୁଛନ୍ତି। ପୁଣି ଟିକେ ପରେ ସେଇ ପକେଟରୁ ବହୁତ ସାରା ପଇସା ବାହାର କଲେ ଏବଂ ପୁଣି ତାଙ୍କୁ ଗୋଟିଏ ପଟେ ରଖିଦେଲେ। ପୁଣି ଥରେ କାହାକୁ ଫୋନ୍ କଲେ। ଏଥର ମୁଁ ବୁଝିଲି ଯେ ସେ କାହାକୁ ଫୋନ୍ କରୁଛନ୍ତି। ସେ ନିଜ ଭାଇଙ୍କୁ ହିଁ ଫୋନ୍ କରୁଥିଲେ। ସେ କହିଲେ ଯେ ମୋ ମନ କହୁଛି ମୁଁ ନିଶାକୁ ସବୁକିଛି କହିଦିଏ। ସେ ମୋର ସ୍ତ୍ରୀ, ମୁଁ ତାଙ୍କ ସହିତ ରହିବାକୁ ଚାହୁଁଛି। ବୋଧହୁଏ ଅନ୍ୟ ଲୋକଟି ଏହା କହୁଥିଲା ଯେ ଜଲଦି କର ନାହିଁ। ତେବେ ସେ କହିଲେ ଯେ ଜଲଦି କିପରି? ଆମ ବାହାଘରକୁ 4 ମାସ ହେବାକୁ ଯାଉଛି। ଯେତେବେଳେ ମୋ କଥା ଆଲୋଚନା ହେଲା, ମୁଁ ସାମ୍ନାକୁ ଆସିଗଲି। ମୋତେ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କ ମୁହଁ ଖୋଲା ରହିଗଲା ଏବଂ ଗୋଟିଏ ପଟେ ରଖିଦେଲେ। ମୁଁ କହିଲି ଯେ ଏସବୁ କ'ଣ? କାହିଁକି ଦୁନିଆ ସାମ୍ନାରେ ପାଗଳ ହୋଇ ବୁଲୁଛନ୍ତି? ମୁଁ ସବୁକିଛି ଶୁଣି ନେଇଛି। ସେ କହିଲେ ଯେ ଦେଖ, ମୁଁ ଆଜି କିମ୍ବା କାଲି ତୁମକୁ କହିଥାନ୍ତି। ମୁଁ କହିଲି ଯେ ମୋତେ ସବୁ କଥା କୁହ, ଶେଷରେ କଥା କ'ଣ? ମୋ ଆଖିରେ ଲୁହ ଆସିଗଲା। ତେବେ ସେ କହିଲେ କାନ୍ଦୁଛ କାହିଁକି? ମୁଁ କହିଲି ମୋତେ ଜଣାନାହିଁ, ବସ୍ ମୋତେ କାନ୍ଦ ଆସୁଛି। ମୋତେ କହିଦିଅ କ'ଣ କଥା? ସେ ମୋତେ ଏପରି କଥା କହିଲେ ଯେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସେ କହିଲେ ଯେ ମୁଁ ପୂରା ପଡ଼ୋଶୀର ସବୁଠାରୁ ବୁଝିବା ସୁଝିବା ଏବଂ ପାଠ ପଢ଼ିଥିବା ପୁଅ ଥିଲି। ମୋର ବହୁତ ଭଲ ଚାକିରି ମଧ୍ୟ ଥିଲା। ଏବେ ବି ମୁଁ ସେହି ଚାକିରିରେ ଅଛି, କିନ୍ତୁ ସାରା ରାତି ବସି ଲାଇନ୍ କାମ କରେ। ମୁଁ କହିଲି ଯେ ପାଗଳ ହୋଇ କାହିଁକି ବୁଲୁଛ? ତେବେ ସେ କହିଲେ ମୋର କିଛି ଲୋକଙ୍କ ସହିତ ବନ୍ଧୁତା ଥିଲା, କିନ୍ତୁ ମୋତେ ଜଣାନଥିଲା ଯେ ସେମାନେ ଅନ୍ୟ ପ୍ରକାରର ଲୋକ ଥିଲେ। ଦିନେ ଆମେ କେଉଁଠିକୁ ଚାଲିଗଲୁ। ସେଠାରେ ଆମର ଛୋଟ ଝଗଡ଼ା ହୋଇଗଲା ଏବଂ ଆମ ହାତରେ ଜଣେ ଲୋକ ମରିଗଲେ। ତେବେ ସବୁ ଦୋଷ ସେ ମୋ ଉପରେ ଲଗାଇଦେଲେ। ଯଦି ମୁଁ ପାଗଳାମୀର ଅଭିନୟ ନ କରିଥାନ୍ତି, ତେବେ ମୋତେ ସଜା ହୋଇଯାଆନ୍ତା ଏବଂ ମୋର ସାରା ଜୀବନରେ କଟିଯାଆନ୍ତା, କାରଣ ସେ ସବୁ ଲୋକେ ଦୌଡ଼ି ପଳାଇଲେ। କିନ୍ତୁ ମୁଁ ସେହି ଲୋକର ଜୀବନ ବଞ୍ଚାଇବା ଚକ୍କରରେ ସେଇଠି ହିଁ ରହିଗଲି। କିନ୍ତୁ ସେ ମଧ୍ୟ ଏହି ଦୁନିଆରୁ ଚାଲିଗଲେ ଏବଂ ଦୋଷ ମୋ ଉପରେ ଆସିଗଲା। ମୋତେ ପୋଲିସ ଧରି ନେଇଯାଇଥିଲା। ଏବେ ବି ସେ ଲୋକମାନେ ଏହି ପଡ଼ୋଶୀରେ ରୁହନ୍ତି। ତାଙ୍କର ମୋ କାରଣରୁ କ୍ଷତି ହେଲା, ତେଣୁ ମୋତେ ପାଗଳାମୀର ଅଭିନୟ କରିବାକୁ ପଡ଼ିଲା। କିନ୍ତୁ ଶୁଣିଛି ଏବେ ସେମାନେ ନିଜ ଘରଦ୍ୱାର ବିକ୍ରି କରିଦେଇଛନ୍ତି ଏବଂ ଗୋଟିଏ ମାସ ପରେ ଏଠାରୁ ଯାଉଛନ୍ତି। ବାସ୍ ତାପରେ ମୁଁ ନିଜ ତରିକାରେ ରହିପାରିବି। ତୁମକୁ ଏସବୁ ମୁଁ ସେଥିପାଇଁ କହିନଥିଲି ଯେଇଥରେ ସେ ଲୋକମାନେ ଏଠାରୁ ଚାଲିଯାଆନ୍ତୁ, ତେବେ ମୁଁ ତୁମକୁ ବି କହିଦେବି। ତୁମ ଭାଇ ଯେତେବେଳେ କହିଲେ ଯେ ସେ ଏହି ସମ୍ପର୍କ କବୁଲ କରୁଛନ୍ତି, ତେବେ ଆମେ ବହୁତ ଆଶ୍ଚର୍ଯ୍ୟ ହେଲୁ। ଆମକୁ ଜଣା ପଡ଼ିଗଲା ଥିଲା, ତେଣୁ ମୁଁ ନ ଦେଖି ହିଁ ବାହାଘର ପାଇଁ ହଁ କରିଦେଲି। ଭାବିଲି କେହି ତ ପୁଣ୍ୟ କମେଇ ନିଏ। ତୁମକୁ ବଞ୍ଚାଇବା ପାଇଁ ତୁମକୁ ବହୁତ ଭଲ ପାଏ। ତୁମେ ବହୁତ ଭଲ ଲାଗୁ। ବାହାରକୁ ଯାଏ ତ ତାହା ବି କାମ ସମ୍ବନ୍ଧରେ ହିଁ ଯାଏ। ତୁମର ଚେହେରା ମୋ ଆଖି ସାମ୍ନାରେ ଆସିଯାଏ, ତେବେ ପୁଣି ଭାବେ ତୁମ ପାଇଁ କୌଣସି ଜିନିଷ ନେଇଯାଏ। ଭାବେ ଯେ କେଉଁଠି ତୁମେ ପରିସ୍ଥିତିରେ ଅତିଷ୍ଠ ହୋଇ ମୋତେ ଛାଡ଼ି ଚାଲି ନ ଯାଅ ଯେ ଜଣେ ପାଗଳ ସହିତ ମୋର ଜୀବନ ଖରାପରେ କଟୁଛି। ତେଣୁ ତୁମର ସବୁ ନାଜନଖରା ଉଠାଇବାକୁ ଚେଷ୍ଟା କରେ। ତୁମ ପାଇଁ ଉପହାର ନେଇ ଆସେ ଯେ ଅତି କମରେ ତୁମେ ଖୁସି ତ ରୁହ। ତୁମକୁ ବହୁତ ଭଲ ପାଏ। ମୋ ଆଖିରୁ ପୁଣି ଥରେ ଲୁହ ଝରିବାକୁ ଲାଗିଲା। ସେ କହିଲେ ଯେ ଆପଣ କାନ୍ଦୁଛନ୍ତି କାହିଁକି? ମୁଁ କହିଲି ଯେ ଖୁସିରେ କାନ୍ଦୁଛି। ସେ କହିଲେ ଅଜବ ଲୋକ, ଦୁଃଖରେ ବି କାନ୍ଦୁଛନ୍ତି ଏବଂ ଖୁସିରେ ବି କାନ୍ଦୁଛନ୍ତି। ଆରେ ଦେଖନ୍ତୁ, ମୁଁ ତୁମର ସ୍ୱାମୀ। ତୁମର ଜୀବନ ବହୁତ ଭଲ ହେବାକୁ ଯାଉଛି। 1-1.5 ମାସ ପର୍ଯ୍ୟନ୍ତ ଆମକୁ ଅଭିନୟ କରିବାକୁ ହେବ ଏବଂ ଏହାପରେ ସବୁକିଛି ଠିକ୍ ହୋଇଯିବ। ମୁଁ କହିଲି ଯେ ମୋର କୌଣସି ଅସୁବିଧା ନାହିଁ। ମୁଁ ତ ଭାବୁଛି ଯେ ଭଗବାନ ମୋତେ କେଉଁ ପୁଣ୍ୟର ଉପହାର ଦେଇଛନ୍ତି। ମୁଁ କେବେ କାହାର ଖରାପ କରିନଥିଲି, କିନ୍ତୁ ମୋ ନିଜ ଭାଇ ମୋ ସହିତ ଏତେ ଖରାପ କଲେ ଏବଂ ଶୁକ୍ରିଆ ଯେ ଆପଣ ପୂରା ଠିକ୍ ଅଛନ୍ତି। ସେ କହିଲେ ଯେ ଚିନ୍ତା କର ନାହିଁ, ସବୁ ଠିକ୍ ଅଛି ଏବଂ ସବୁବେଳେ ଠିକ୍ ରହିବ। ମୁଁ ତୁମର ସ୍ୱାମୀ, ସବୁବେଳେ ତୁମର ଖିଆଲ ରଖିବି, ତୁମ ସହିତ ରହିବି। ଆମ ଜୀବନ ବହୁତ ଭଲ ହେବ। ଏବଂ ସେହିପରି ହେଲା। ଧୀରେ ଧୀରେ ଏହି କଥା ପ୍ରସିଦ୍ଧ କରିଦିଆଗଲା ଯେ ମୁଁ ମୋ ସ୍ୱାମୀଙ୍କର ଚିକିତ୍ସା କରାଇ ଦେଇଛି ଏବଂ ଆମ ଜୀବନ ଏକ ଉଦାହରଣ ପାଲଟିଗଲା।